ବଡମ୍ବା ଭଟ୍ଟାରିକା ପୀଠ ଯେହେତୁ ମହାନଦୀ କୂଳରେ ରହିଛି ଏବଂ ପାଣି ମଧ୍ୟ ଲାଗିଛି ଆମ ସହିତ ପର୍ଯ୍ୟଟକ ମଧ୍ୟ ଆସିଛନ୍ତି ଯୋଡି ହେଇଛନ୍ତି ତାଙ୍କ ସହିତ ଆଲୋଚନା କରିବା ଆଜ୍ଞା। ଦେଖୁଛନ୍ତି ଭଟ୍ଟାରିକା ମନ୍ଦିର ବୁଲିବାକୁ ଆସିଥିଲେ ପାଣି ବର୍ତ୍ତମାନ ଆସିକି ପାଖାପାଖି ଛୁଇଁଲାଣି କଣ କହିବେ କୋଉଠୁ ଆସିଥିଲେ? ରାଉତପଡା ବେଗୁନିଆ। କଣ କହିବେ କୋଉଠୁ କେମିତି ଦେଖୁଛନ୍ତି କେମିତି ଲାଗୁଛି? ଆଉ ପାଣି ତ ଏବେ ଆସିକି କୂଳରେ ଲାଗିଗଲେ କି ଆଉ ଯଦି ଗୋଟେ ବଡ ବର୍ଷା ହବ ପୁରା ମନ୍ଦିର ପାଖରେ ଲାଗିଯିବ। ଏବେ କିଏ ଆସିଥିଲେ ଦେଖିବାକୁ ବୁଲିବାକୁ? ଆମେ ସାଙ୍ଗ 5 ଜଣ ଆସିଥିଲୁ। ଆପଣ ଶୁଣୁଥିଲେ ମନ୍ଦିରର ପୂଜକ ମଧ୍ୟ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା ଆଜ୍ଞା। କଣ କହିବେ ଯୋଉ ଭଳି ଭାବରେ ପାଣି ଦେଖୁଛନ୍ତି ମନ୍ଦିର ନୀତିକାନ୍ତି କେମିତି ଚାଲିଛି? ନୀତିକାନ୍ତି ଆଜ୍ଞା ସୁରୁଖୁରୁରେ ଚାଲିଛି। ମାଙ୍କର ନୀତିକାନ୍ତି କିଛି ବ୍ୟାଘାତ ନାହିଁ। ବନ୍ୟା ଜଳ ଇଏ ଦ୍ୱିତୀୟ ଥର ବନ୍ୟା ଜଳ ଇଏ ବେଢା ଭିତରକୁ ପ୍ରବେଶ କରିଛି। ମାଙ୍କର ଯୋଉ ବେଢା ଅଛି ମାଙ୍କର ନୀତିକାନ୍ତିରେ କିଛି ବ୍ୟାଘାତ ନାହିଁ ସୁରୁଖୁରୁରେ ମାଙ୍କର ନୀତିକାନ୍ତି ଚାଲିଛି। ଯଦି ଦେଖିବା ଆଉ ପାଖାପାଖି 2 ଫୁଟ ରୁ 3 ଫୁଟ ରହିଛି ପାଣି ଯେତେବେଳେ ମାଙ୍କ ମନ୍ଦିରକୁ ଛୁଇଁବ ତାପରେ କଣ ସବୁ ପ୍ରସ୍ତୁତି ରହିଛି ଆପଣଙ୍କ ଆମର ପୂର୍ବ? ପ୍ରଶାସନ ସଜାଗ ରହିଛନ୍ତି। ପୋଲିସ ଭାଇ ମାନେ ବି ଅଛନ୍ତି ଉପସ୍ଥିତ ଅଛନ୍ତି। ଆମର ସେବାୟତ ଭାଇ ମାନେ ବି ଏଠି ଉପସ୍ଥିତ ଅଛନ୍ତି। ସେଭଳି ପରିସ୍ଥିତି ଆସିଲେ ମାଙ୍କୁ ସ୍ଥାନାନ୍ତରିତ କରାଯିବ। ଆପଣ ଦେଖିବେ ଯୋଉ ବଡମ୍ବାର ପ୍ରଶାସନ ରହିଛି ତାଙ୍କ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ଯେମିତି ବ୍ୟାନର ଲଗାଇବା କଥା ହଁ ବ୍ୟାନର ଲଗା ହେଇଛି। ପୋଲିସ ଭାଇ ମାନେ ଏଠି ଉପସ୍ଥିତ ଅଛନ୍ତି। ଆମର ଦେବୋତ୍ତର ବିଭାଗର ପ୍ରଶାସନ ସବୁ ସଜାଗ ଅଛନ୍ତି। ସେଭଳି ପରିସ୍ଥିତି ହେଲେ ମାଙ୍କୁ ସ୍ଥାନାନ୍ତରିତ କରାଯିବ କିନ୍ତୁ ମାଙ୍କର ବ୍ୟାଘାତ କିଛି ହେଇନାହିଁ। ମାଙ୍କର ନୀତିକାନ୍ତି ଯେମିତି ସୁରୁଖୁରୁରେ ଚାଲିବା କଥା ଚାଲିଛି।